ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ବା OSSC ତରଫରୁ ଗୋଟେ ଅଫିସିଆଲ ନୋଟିସ୍ ଆସିଛି, ଯେଉଁଥିରେ ତାର ଆଡ଼ଭର୍ଟାଇଜମେଣ୍ଟ ଢେର ସାରା ରିକ୍ରୁଟମେଣ୍ଟର ପୋଷ୍ଟ ସବୁ ରହିଛି। ଚାଲନ୍ତୁ ସେ ବିଷୟରେ ଆମେ ପୁରା ଡିଟେଲ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକି ନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ମୁଁ ଯେମିତି ଭିଡ଼ିଓ ଛାଡ଼ିବି ସିଧା ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିପାରିଲେ ନା ପିଲାମାନେ? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ହେଲା, ଚାଲନ୍ତୁ ବିଳମ୍ବ ନକରି ଆରମ୍ଭ କରିବା। ଓକେ, ଦେଖନ୍ତୁ ପିଲାମାନେ, ଏ ହେଉଛି OSSC ମାନେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ତା ତରଫରୁ ଗୋଟେ ଅଫିସିଆଲ ନୋଟିଫିକେସନ୍। ଏଇଥିରେ ଆପଣମାନଙ୍କର CHSE ମାନେ କମ୍ବାଇଣ୍ଡ ହାୟର ସେକେଣ୍ଡାରୀ ତା ଲେବୁଲର ଗୋଟେ ରିକ୍ରୁଟମେଣ୍ଟ ଆସିଛି। ସେଇ ରିକ୍ରୁଟମେଣ୍ଟ ବିଷୟରେ ଆମେ ଆଲୋଚନା କରିବା। ବୁଝିପାରିଲେ ପିଲାମାନେ? ତେଣୁକରି ପ୍ରଥମେ ଆମେ ଜାଣିବା ଏଇ ଫର୍ମଟିକୁ ଆପ୍ଲାଏ କରିବା ପାଇଁ ହେଲେ ଏହାର ଷ୍ଟାର୍ଟିଂ ଡେଟ୍ ରହିଛି 6/3/2024। ତାମାନେ ମାର୍ଚ୍ଚ ମାସ 6 ତାରିଖରୁ ଆପଣମାନଙ୍କର ଅନଲାଇନ୍ ଆବେଦନ ଆରମ୍ଭ ହେଇଯିବ। ବୁଝିଗଲେ? ଶେଷ କେବେ ହେବ ତାକୁ ମଧ୍ୟ ଜାଣି ରଖନ୍ତୁ। ଶେଷ ହେଇଯିବ ଆପଣମାନଙ୍କର 5/4/2024। ତାମାନେ ଏପ୍ରିଲ ମାସ 5 ତାରିଖରେ ଏହାର ଆପ୍ଲାଏ ବା ଆବେଦନ ଶେଷ ହେଇଯିବ। ବୁଝିଗଲେ ପିଲାମାନେ? ତେଣୁକରି ଆପଣମାନେ କ'ଣ କରିବେ ନା ୟାର ମଝିରେ ଆପଣମାନେ ଅତି ଶୀଘ୍ର ଅନଲାଇନ୍ରେ ଆପ୍ଲାଏ କରିଦେବେ। ବୁଝିଗଲେ ପିଲାମାନେ? ତାପରେ ଦେଖନ୍ତୁ, ଆପଣମାନଙ୍କର ଏଇଥିରେ ଯେତେ ବି ପୋଷ୍ଟ ରହିଛି ସବୁଗୁଡ଼ା ଆପଣମାନଙ୍କର +2 ଲେଭେଲର ଚାକିରି ରହିଛି। ବୁଝିହେଲା? ତେଣୁକରି +2 ଲେଭେଲର ଚାକିରି ମାନେ ଏ ହେଉଛି ଆପଣମାନଙ୍କର ଗ୍ରୁପ୍ ସି। ମନେ ରଖିଥାନ୍ତୁ, ଆପଣମାନଙ୍କର ଏଇଥିରେ ଅମିନ୍ର ପୋଷ୍ଟ ରହିଛି। ଦେଖୁଥିବେ ସିରିଏଲ୍ ନମ୍ବର 1ରେ। ସିରିଏଲ୍ ନମ୍ବର 2ରେ ଆପଣମାନେ ଦେଖିପାରୁଥିବେ ଜୁନିୟର ଫିସାରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟ JFTA ଆପଣମାନେ ଜାଣିଛନ୍ତି। ଦେନ୍ ଆପଣମାନଙ୍କର ରହିଛି ଜୁନିୟର ଫରେନ୍ସିକ୍ ଆଟେଣ୍ଡାଣ୍ଟ, ଯେଉଁଟାକି ଆମର ଷ୍ଟେଟ୍ କ୍ୟାଡରର। ବୁଝିହେଲା? ଏଗୁଡ଼ା ମଧ୍ୟ ଆପଣମାନଙ୍କର ଗ୍ରୁପ୍ ସିର ପୋଷ୍ଟ ରହିଛି। ଦେଖିପାରୁଥିବେ କେଉଁ ଡିପାର୍ଟମେଣ୍ଟ ଅଣ୍ଡରରେ ଚାକିରି କରିବେ ସେଗୁଡ଼ା ମଧ୍ୟ ଆପଣମାନଙ୍କୁ ଏଇଥିରେ ମେନସନ୍ ହେଇଛି। ବୁଝିହେଲା? ୟା ବିଷୟରେ ଆମେ ପୁରା ଡିଟେଲ କ୍ୟାଟେଗୋରୀ ୱାଇଜ୍ ବ୍ରେକଅପ୍ କରିବା। ଓକେ, ଆପଣମାନେ ଆପ୍ଲାଏ କରିବା ପୂର୍ବରୁ ଟିକେ ଧ୍ୟାନ ଦେବେ ଯେ ଆପଣମାନେ ଆପ୍ଲାଏ କରିବା ସମୟରେ କେଉଁ କ୍ୟାଟେଗୋରୀରେ ଆପ୍ଲାଏ କରିବେ। ଆଉ ମନେ ରଖନ୍ତୁ, SC ST ଆଉ PWD ମାନେ ହ୍ୟାଣ୍ଡିକ୍ୟାପ୍, ସେଇ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ କୌଣସି ଫିଜ୍ ଲାଗିବ ନାହିଁ। ବାକି ଯେଉଁ କ୍ୟାଣ୍ଡିଡେଟ୍ ଥିବେ ତାଙ୍କର 500 ଟଙ୍କା ଫିଜ୍ ଲାଗିବ। ମନେ ରହିଲା ପିଲାମାନେ? ତେଣୁକରି ଆପଣମାନେ ଯେତେବେଳକୁ ଅନଲାଇନ୍ରେ ଆବେଦନ କରିବେ ସେଇ ଅନଲାଇନ୍ ମାଧ୍ୟମରେ ଆପଣମାନେ ପେମେଣ୍ଟକୁ ପେଡ୍ କରିବେ। ବୁଝିହେଲା? ଆଉ ମନେ ରଖନ୍ତୁ, ଯେଉଁମାନେ ଏକ୍ଜାମ୍ ହଲ୍ରେ ବସିକିରି ଏକ୍ଜାମ୍ ଦେବେ ତାମାନେ ଆକ୍ଚୁଆଲି ଯେଉଁମାନେ ଏପିୟର ହେଇଥିବେ ଏକ୍ଜାମ୍ରେ ସେମାନଙ୍କର ଟଙ୍କା ରିଫଣ୍ଡ ହେଇଯିବ। ବୁଝିହେଲା? ତେଣୁକରି ଆପଣମାନଙ୍କର ଟଙ୍କା କେବଳ ଟ୍ୟାକ୍ସ କଟିକିରି ଆପଣମାନଙ୍କର ରିଫଣ୍ଡେବୁଲ୍ର ଫ୍ୟାସିଲିଟି ରହିଛି। ତେଣୁକରି କିଛି ଅସୁବିଧା ନାହିଁ, ଆପ୍ଲାଏ ନିଶ୍ଚୟ କରିବେ। ଓକେ, ଦେନ୍ ଆପଣମାନଙ୍କର ଯେ ସେକ୍ସନକୁ ଦେଖିବା। ଯେ ସେକ୍ସନରେ କ'ଣ ହେଉଛି ନା ଆପଣମାନଙ୍କର ନର୍ମାଲାଇଜେସନର ଫ୍ୟାସିଲିଟି ରହିଛି ପିଲାମାନେ। ତେଣୁକରି ଏହି ପ୍ରୋସେସରେ ଆପଣମାନଙ୍କର କମ୍ପ୍ୟୁଟର ବେସ୍ଡ ରିକ୍ରୁଟମେଣ୍ଟ ଏକ୍ଜାମ୍ CBRE ସେଇ ମୋଡ଼୍ରେ ହେବ। ଯଦି ବି ସେଇ ମୋଡ଼୍ରେ ନହେଲା କିଛି ଅସୁବିଧା ନାହିଁ, ଆପଣମାନଙ୍କର OMR ମୋଡ଼୍ରେ ହେବ, ଯେଉଁଟାକି ଆପଣମାନଙ୍କର ମଲ୍ଟିପୁଲ୍ ବେଚେସ୍ରେ ହେବ। ବୁଝିହେଲା? ମାନେ ଢେର ସାରା ସିଫ୍ଟରେ ଆପଣମାନଙ୍କର ଏକ୍ଜାମ୍ କଣ୍ଡକ୍ଟ କରାଯିବ। ବୁଝିଗଲେ ଏତିକି? ତେଣୁକରି ସେଇଥିପାଇଁ ଆପଣମାନଙ୍କର ନର୍ମାଲାଇଜେସନର ଫର୍ମୁଲାକୁ ୟୁଜ୍ କରିକିରି ନର୍ମାଲାଇଜେସନ ପ୍ରୋସେସରେ ଆପଣମାନଙ୍କର ମାର୍କ ଡିକ୍ଲେୟାର କରାଯିବ। ଆଉ ସେ ଅନୁସାରେ କଟ୍ ଅଫ୍ ମଧ୍ୟ ମାର୍କ ରହିବ। ଓକେ, ଆଉ ପିଲାମାନେ ମନେ ରଖନ୍ତୁ, ଆପଣମାନଙ୍କର ଆପ୍ଲିକେସନ୍ ଷ୍ଟାଟସ୍, ଏଡମିଟ୍ କାର୍ଡ଼ ଡାଉନଲୋଡ଼ ବା ଆପଣମାନଙ୍କର ଏକ୍ଜାମ୍ର ଡେଟ୍ କେବେ ହେବ ସେଗୁଡ଼ା ଜାଣିବା ପାଇଁ ହେଲେ ଏହି କମିଶନର ଅଫିସିଆଲ ୱେବସାଇଟ୍ www.ossc.gov.in ଏହି ମାଧ୍ୟମରେ ଆପଣମାନେ ଆପଡେଟ୍ର ସୂଚନା ପାଇଯିବେ। ବୁଝିଗଲେ ପିଲାମାନେ? ଯଦି ବି ସେଇଠି ଯିବେ ନାହିଁ କିଛି ଅସୁବିଧା ନାହିଁ, ଏହାର ପୁରା PDF ତା ସହିତ କେଉଁ ଜବ୍ କେବେ ନୋଟିଫାଏଡ୍ ହେଉଛି, କେବେ ତାର ରେଜଲ୍ଟ ହେଉଛି, ଡିଟେଲ ପୁରା ଜାଣିବା ପାଇଁ ହେଲେ ଆମର ଟେଲିଗ୍ରାମ ଚ୍ୟାନେଲ ରହିଛି। ସେଇ ଟେଲିଗ୍ରାମ ଚ୍ୟାନେଲରେ ଆପଣମାନେ ଜଏନ୍ କଲେ ସବୁ ଜବ୍ ରିଲେଟେଡ୍ ନୋଟିଫିକେସନ୍, ଆପଣମାନଙ୍କର ନୋଟ୍ସର PDF ସବୁ ପାଇଯିବେ। ସେ ଟେଲିଗ୍ରାମ ହେଉଛି ଆପଣମାନଙ୍କର ADS ନଲେଜ୍ ପଏଣ୍ଟ। ବୁଝିହେଲା? ତେଣୁକରି ଆପଣମାନେ ସର୍ଚ୍ଚ କରି ମଧ୍ୟ ADS ନଲେଜ୍ ପଏଣ୍ଟ ଟେଲିଗ୍ରାମରେ
ଜଏନ୍ କରିପାରିବେ। ତା ନହେଲେ ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପ୍ସନ୍ ବକ୍ସରେ ମୁଁ ରଖିଦେଇଛି। ସେଇ ଲିଙ୍କ୍ ମାଧ୍ୟମରେ ଆପଣମାନେ ଜଏନ୍ଟିଏ କରିନେବେ। ବୁଝିହେଲା? ଆଉ କିଛି ଯଦି ଡାଉଟ୍ ରୁହେ ତାହେଲେ ମୋର ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା, ମନେ ରଖନ୍ତୁ ପିଲାମାନେ, ଡିକେ ସାର୍ ଓଡ଼ିଶା, ସେ ଟେଲିଗ୍ରାମ ଗ୍ରୁପ୍ରେ ଆପଣମାନେ ଜଏନ୍ କରିବେ। ଆଉ ଯାହା ବି ଆପଣମାନଙ୍କର ଡାଉଟ୍ ଥିବ ସିଧାସଳଖ ପ୍ରଶ୍ନ ପଚାରି ପାରିବେ। ହେଲା? ତାର ଲିଙ୍କ୍ ମଧ୍ୟ ଆମର ଡେସ୍କ୍ରିପ୍ସନ୍ ବକ୍ସରେ ମୁଁ ରଖିଦେଇଛି, ଯାଇକି ନିଶ୍ଚୟ ପିଲାମାନେ ଜଏନ୍ କରିବେ। ବୁଝିଗଲେ? ଚାଲନ୍ତୁ ଆମେ ୟା ବିଷୟରେ ଆଉ ଅଧିକା ଡିଟେଲ୍ ଜାଣିବା। ଦେଖନ୍ତୁ, ମୁଁ ପୂର୍ବରୁ ଆପଣମାନଙ୍କୁ କହିଥିଲି ତାକୁ ଆମେ କେମିତିଆ କ୍ୟାଟେଗୋରୀ ୱାଇଜ୍ ଆମେ ବ୍ରେକଅପ୍ କରିବା। ପ୍ରଥମେ ଦେଖିବା ଆମେ ଅମିନ୍ ପୋଷ୍ଟକୁ। ଏଇ ପୋଷ୍ଟ ଆପଣମାନଙ୍କର ଡିଷ୍ଟ୍ରିକ୍ଟ ଅଫିସରେ ଆପଣମାନେ ପୋଷ୍ଟିଂ ପାଇବେ, ଯେଉଁଟାକି ଆମର ଷ୍ଟେଟ୍ କ୍ୟାଡରର। ମନେ ରଖିଥାନ୍ତୁ, ଏଇ ଚାକିରି ଆପଣମାନଙ୍କର ଇଞ୍ଜିନିୟର ଇନ୍ ଚିଫ୍ ୱାଟର ରିସୋର୍ସ ଓଡ଼ିଶା ଭୁବନେଶ୍ୱର ଏଇ ଡିପାର୍ଟମେଣ୍ଟ ଅଣ୍ଡରରେ ଆପଣମାନେ ଚାକିରି କରିବେ। ହେଲା? ଆଉ ମନେ ରଖନ୍ତୁ, ଜେନେରାଲ ମାନଙ୍କ ପାଇଁ 8ଟି ପୋଷ୍ଟ ରହିଛି। ତା ଭିତରୁ 3ଟି ପୋଷ୍ଟ ଓମେନମାନଙ୍କ ପାଇଁ ରିଜର୍ଭ ହେଇକିରି ରହିବ। ହେଲା? SC/BC ପାଇଁ 2ଟି ରହିଛି, ଗୋଟେ ଓମେନମାନଙ୍କ ପାଇଁ ରହିବ। ହେଲା? SCର ସେମିତିକା 2ଟି ପୋଷ୍ଟ ରହିଛି, ଗୋଟେ ଓମେନ ପାଇଁ ରହିବ। ସେମିତିକା ଆପଣମାନଙ୍କର STର 3ଟି ପୋଷ୍ଟ ରହିଛି, ଗୋଟେ ଓମେନମାନଙ୍କ ପାଇଁ ରିଜର୍ଭ ହେଇକିରି ରହିବ। ହେଲା? ସେହିପରିକା ଆପଣମାନଙ୍କର ଟୋଟାଲ 15ଟି ପୋଷ୍ଟ ରହିଛି, ଆଉ 6ଟି ଓମେନମାନଙ୍କ ପାଇଁ ରିଜର୍ଭ ହେଇକିରି ରହିବ। ହେଲା? ଆଉ ସ୍ପେଶାଲ କ୍ୟାଟେଗୋରୀର ଭ୍ୟାକେନ୍ସି କଥା ମୁଁ ଆପଣମାନଙ୍କୁ କହିଦେଉଛି। GWD ଓମେନମାନଙ୍କ ପାଇଁ ଗୋଟେ ରହିବ, ଏକ୍ସ ସର୍ଭିସମାନଙ୍କ ପାଇଁ ଗୋଟେ ପୋଷ୍ଟ ରହିଛି। ଓକେ, ଦେନ୍ ଆମେ ଦେଖିବା ସିରିଏଲ୍ ନମ୍ବର 2। ଏଇଥିରେ ଆପଣମାନଙ୍କର ଜାପ୍ଟା ମୁଁ କହୁଥିଲି ଜୁନିୟର ଫିସରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟ, ଯେଉଁଟାକି ଆମର ଷ୍ଟେଟ୍ କ୍ୟାଡରର ପୋଷ୍ଟ। ଏଇ ଚାକିରି ଆପଣମାନଙ୍କର ଡାଇରେକ୍ଟୋରେଟ୍ ଅଫ୍ ଫିସରିଜ୍ ତା ଅଣ୍ଡରରେ ଆପଣମାନଙ୍କର ଚାକିରି କରିବେ, ସେଇ ଡିପାର୍ଟମେଣ୍ଟ ଅଣ୍ଡରରେ ଚାକିରି କରିବେ। ଏଥିରେ ଜେନେରାଲମାନଙ୍କ ପାଇଁ 4ଟି ପୋଷ୍ଟର ଭ୍ୟାକେନ୍ସି ରହିଛି। ସେମିତିକି ଆପଣମାନେ ଦେଖିପାରୁଥିବେ SC/BC ପାଇଁ 3ଟି ରହିଛି, SC ପାଇଁ 3ଟି ରହିଛି, ST ପାଇଁ 5ଟି ପୋଷ୍ଟ ରହିଛି। ସର୍ବମୋଟ 15ଟି ପୋଷ୍ଟ ରହିଛି ପିଲାମାନେ। ହେଲା? ତା ଭିତରୁ ଆପଣମାନେ ଦେଖିପାରୁଥିବେ PWD ମାନଙ୍କ ପାଇଁ 3ଟି ରହିଛି, ଆଉ ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ ମଧ୍ୟ 3ଟି ପୋଷ୍ଟର ଭ୍ୟାକେନ୍ସି ରହିଛି। କ୍ଲିୟର? ଦେନ୍ ଆମେ ଦେଖିବା ସିରିଏଲ୍ ନମ୍ବର 3, ଜୁନିୟର ଫରେନ୍ସିକ୍ ଆଟେଣ୍ଡାଣ୍ଟ। ତାହେଲେ ଜୁନିୟର ଫରେନ୍ସିକ୍ ଆଟେଣ୍ଡାଣ୍ଟ ତାଙ୍କର ପୋଷ୍ଟ ଗୁଡ଼ା ସବୁ ଷ୍ଟେଟ୍ କ୍ୟାଡରର। ଆଉ ଏଥିରେ ଆପଣମାନେ ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲ୍ୟାବୋରେଟୋରୀ ସେଇଥିରେ ଆପଣମାନେ ଚାକିରି କରିବେ। ଏଥିରେ ମଧ୍ୟ ଜେନେରାଲ ମାନଙ୍କର 46ଟି ପଦବୀ ରହିଛି, SC/BC ପାଇଁ 11ଟି ପଦବୀ ରହିଛି, SC ପାଇଁ 15ଟି ରହିଛି ପିଲାମାନେ, ST ପାଇଁ 22ଟି ପଦବୀ ରହିଛି। ହେଲା? ଏମିତିକା ଆମେ ଦେଖିଲେ ସମୁଦାୟ 94ଟି ପୋଷ୍ଟର ଭ୍ୟାକେନ୍ସି ରହିଛି। ତା ମଧ୍ୟରୁ PWD ମାନଙ୍କ ପାଇଁ, ମାନେ ହ୍ୟାଣ୍ଡିକ୍ୟାପ୍ ଯେଉଁମାନେ ଥିବେ ତାଙ୍କ ପାଇଁ 4ଟି ପୋଷ୍ଟର ରିଜର୍ଭେସନ୍ ରହିଛି, ସ୍ପେଶାଲ କ୍ୟାଟେଗୋରୀ ପିଲାମାନେ। ହେଲା? ଦେନ୍ ଆପଣମାନଙ୍କର ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ 3ଟି ରହିଛି, ତା ସହିତ ସ୍ପୋର୍ଟସ ମାନଙ୍କ ପାଇଁ ଗୋଟେ ପଦବୀ ରହିଛି। ବୁଝିଗଲେ? ଏହା ବିଷୟରେ ମୁଁ ଆପଣମାନଙ୍କୁ ଆଉ ଡିଟେଲ୍ ଜଣେଇଦେବି, କିଛି ଅସୁବିଧା ହେବ ନାହିଁ। ଓକେ, ଆଶା କରୁଛି ଆପଣମାନେ ପୁରା କ୍ୟାଟେଗୋରୀ ୱାଇଜ୍ ଜାଣିଯାଇଥିବେ କେଉଁ କ୍ୟାଟେଗୋରୀରେ କେତେ ଭ୍ୟାକେନ୍ସି ରହିଛି। ଓକେ, ଦେଖନ୍ତୁ, ମୁଁ କହୁଥିଲି ଆପଣମାନଙ୍କୁ ସ୍ପେଶାଲ କ୍ୟାଟେଗୋରୀର ରିଜର୍ଭେସନ୍ କ'ଣ କ'ଣ ରହିଛି। ଅମିନ୍ ପାଇଁ ଦେଖନ୍ତୁ ଏକ୍ସ ସର୍ଭିସମ୍ୟାନ୍ ପାଇଁ ଗୋଟେ ରହିଛି, ସେଇଭଳି ଆପଣମାନଙ୍କର PWD ମାନଙ୍କ ପାଇଁ ଦେଖନ୍ତୁ ଗୋଟେ ରହିଛି। ହେଲା? ଠିକ୍ ସେମିତିକା ଜାପ୍ଟାରେ ଆପଣମାନେ ଦେଖିପାରୁଥିବେ ଜୁନିୟର ଫିସରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟ, ତାର ମଧ୍ୟ ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ 3ଟି ପୋଷ୍ଟ ରହିଛି, PWD ମାନଙ୍କ ପାଇଁ 3ଟି ପୋଷ୍ଟ ରହିଛି ପିଲାମାନେ। ହେଲା? ସେଇଭଳି ଆପଣମାନଙ୍କର ଦେଖିପାରୁଥିବେ ଜୁନିୟର ଫରେନ୍ସିକ୍, ତାଙ୍କର ମଧ୍ୟ ଏକ୍ସ ସର୍ଭିସମ୍ୟାନ୍ ପାଇଁ 3ଟି ରହିଛି, ସ୍ପୋର୍ଟସ ପର୍ସନ ମାନଙ୍କ ପାଇଁ ଗୋଟେ ପଦବୀ ରହିଛି। ହେଲା? ଟୋଟାଲ PWD ମାନଙ୍କ ପାଇଁ ବା ହ୍ୟାଣ୍ଡିକ୍ୟାପ୍ ମାନଙ୍କ ପାଇଁ 4ଟି ପୋଷ୍ଟର ଭ୍ୟାକେନ୍ସି ରହିଛି। ହେଲା? ତେଣୁକରି ସ୍ପୋର୍ଟସ ପର୍ସନ ସେମାନେ ମଧ୍ୟ ଏକ୍ସ ସର୍ଭିସମ୍ୟାନ୍ ଏବଂ ହ୍ୟାଣ୍ଡିକ୍ୟାପ୍ ମାନଙ୍କ ପାଇଁ ବଢ଼ିଆ ସୁବର୍ଣ୍ଣ ସୁଯୋଗ ରହିଛି ପିଲାମାନେ, ନିଶ୍ଚୟ ଭାବରେ ୟାକୁ ଆପ୍ଲାଏଟିଏ କରିବେ। ବୁଝିଗଲେ? ବର୍ତ୍ତମାନ ଆମେ ଜାଣିବା ଏଇ ପୋଷ୍ଟମାନଙ୍କୁ ଆପ୍ଲାଏ କରିବା ପାଇଁ ହେଲେ ତାର ଏଲିଜିବିଲିଟି କ୍ରାଇଟେରିଆ କ'ଣ କ'ଣ ରହିବା ଦରକାର। ଦେଖନ୍ତୁ, ଆପଣମାନେ ସମସ୍ତେ ଜାଣିଛନ୍ତି ଏ ଭାରତର ନାଗରିକ ହୋଇଥିବା ଦରକାର, ଭଲ କ୍ୟାରେକ୍ଟର ହୋଇଥିବା, ଏଗୁଡ଼ା ହେଉଛି କମନ୍। ତେଣୁକରି ଏ ବିଷୟରେ ଆମେ ଆଲୋଚନା କରିବା ନାହିଁ। ଆମେ ଦେଖିବା ଯେଉଁ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିବ ସେ କ'ଣ ହେଇଥିବ ନା ଓଡ଼ିଆରେ କହିବା, ଲେଖିବା ଆଉ ପଢ଼ିବା ଶିଖିବା ଦରକାର। ଏକ ଆଉ କ'ଣ ହେଇଥିବା ଦରକାର ନା ଆପଣମାନଙ୍କର ମିଡିଲ୍ ସ୍କୁଲ ପାସ୍ ହେଉଥିବା ସମୟରେ ଗୋଟେ ଓଡ଼ିଆ ସବଜେକ୍ଟ ଆକାରରେ ହେଇଥିବା ଦରକାର। ହେଲା? ନହେଲେ ଆପଣମାନଙ୍କର CHSE ଏକ୍ଜାମ ଦେଲା ବେଳକୁ ସେ ଓଡ଼ିଆ ଗୋଟେ ସବଜେକ୍ଟ ଆକାରରେ ପାସ୍ ହେଇଥିବା ଦରକାର। ହେଲା? ଆଉ ନହେଲେ କ୍ଲାସ୍ 7ରେ ମଧ୍ୟ ସେ ଗୋଟେ ଓଡ଼ିଆ ସବଜେକ୍ଟ ଆକାରରେ ଏକ୍ଜାମ ଦେଇଥିବା ଦରକାର। ବୁଝିଗଲେ? ଆଉ ନହେଲେ କ'ଣ ହେଇଥିବା ଦରକାର ନା ସେ ଓଡ଼ିଆ ମିଡିଲ୍ ଇଂଲିଶ ସ୍କୁଲ ଷ୍ଟାଣ୍ଡାର୍ଡ଼ର ଗୋଟେ ଏକ୍ଜାମ ହେଇଥାଏ, ସେ ଏକ୍ଜାମରେ ଆପଣମାନେ ଓଡ଼ିଆ ସବଜେକ୍ଟରେ ପାସ୍ ହେଇଥିବା ଦରକାର। ବୁଝିପାରିଲେ ନା ପିଲାମାନେ? ଯେଉଁଟାକି ଆମର ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ଅଫ୍ ଓଡ଼ିଶା କଣ୍ଡକ୍ଟ କରିଥାଏ। ଓକେ,
ଚାଲନ୍ତୁ ଏବେ ଦେଖିବା ଅସଲି କ୍ୱାଲିଫିକେସନ୍। ଅସଲି କ୍ୱାଲିଫିକେସନ୍ ମାନେ ଆପଣମାନଙ୍କର ଯଦି ଅମିନ୍ ପୋଷ୍ଟ ପାଇଁ ଆପ୍ଲାଏ କରିବେ ତାହେଲେ +2 ପାସ୍ ହେଇଥିବା ଦରକାର। +2 ପାସ୍ ମାନେ +2ର ଆର୍ଟ୍ସ ହେଇଥିବା ଦରକାର, ନହେଲେ ସାଇନ୍ସ ହେଇଥିବା ଦରକାର, ନହେଲେ କମର୍ସ। ଯେକୌଣସି ବି ଆପଣମାନଙ୍କର ଷ୍ଟ୍ରିମ୍ରେ ହେଇଥିଲେ କିଛି ଅସୁବିଧା ନାହିଁ, କିନ୍ତୁ +2 ପାସ୍ ହେଇଥିବା ଦରକାର। ଆଉ କ'ଣ ଥିବା ଦରକାର ପିଲାମାନେ? ନା କମ୍ପ୍ୟୁଟରର ସ୍କିଲ୍ ରହିଥିବା ଦରକାର, ମାନେ କମ୍ପ୍ୟୁଟର ଟିକେ ଚଲେଇ ପାରିବା ଦରକାର ହେଲା। ତାହେଲେ ଆପଣମାନେ ଅମିନ ପୋଷ୍ଟକୁ ଆପ୍ଲାଏ କରିପାରିବେ ହେଲା। ଠିକ୍ ସେମିତିକା ଆମେ ଦେଖିବା ସେକେଣ୍ଡ ନମ୍ବର ପୋଷ୍ଟ ଯେଉଁଥିରେ ଆପଣମାନଙ୍କର ଜୁନିୟର ଫିସାରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟ, ତା ପାଇଁ ଆପଣମାନଙ୍କର +2 ଭୋକେସନାଲ ନେଇଥିବା ଦରକାର। ଆଉ ଭୋକେସନାଲର ମଧ୍ୟ ଆପଣମାନଙ୍କର ଫିସାରିଜ୍ ଟ୍ରେଡ୍ରେ ଆପଣମାନେ କରିଥିବା ଦରକାର। ବୁଝିଲେ ନା ପିଲାମାନେ? ତେଣୁକରି +2 ଭୋକେସନାଲ ଆପଣମାନେ ଫିସାରିଜ୍ କ୍ୟାଟେଗୋରିରେ ଯଦି କରିଥିବେ ତାହେଲେ ଏଇ ପୋଷ୍ଟକୁ ଆପ୍ଲାଏ କରିପାରିବେ ହେଲା। ଆଉ କ'ଣ ହେଇଥିବା ଦରକାର? ନା କମ୍ପଲସରି ଆପଣମାନେ ପହଁରି ପାରିବା ଦରକାର, ସୁଇମିଂ ରହିଥିବା ଦରକାର ପିଲାମାନେ। ସୁଇମିଂର ଟେଷ୍ଟ ହେବ ହେଲା। ଯଦି ବି ଜଣକାର +2 ଭୋକେସନାଲ ଫିସାରିଜରେ କରିନାହିଁ, କିଛି ଅସୁବିଧା ନାହିଁ ପିଲାମାନେ। ଯଦି ସେ +2 ସାଇନ୍ସ ନେଇକରି ପଢ଼ିଥିବ ତାହେଲେ ସେ ଏହି ପୋଷ୍ଟକୁ ଆପ୍ଲାଏ କରିପାରିବ ହେଲା। ପୁରା କ୍ଲିଅର, କିଛି ଅସୁବିଧା ନାହିଁ। ତାମାନେ +2 ସାଇନ୍ସ ଯଦି ପିଲା କରିଥିବ ତାହେଲେ ମଧ୍ୟ ଏହି ପୋଷ୍ଟକୁ ଆପ୍ଲାଏ କରିବ। ଆଉ +2 ଭୋକେସନାଲ ଯଦି ଫିସାରିଜ୍ ଟ୍ରେଡ୍ରେ କରିଥିବ ତାହେଲେ ମଧ୍ୟ ଆପ୍ଲାଏ କରିପାରିବ ଆପଣମାନଙ୍କର JFTA ପୋଷ୍ଟକୁ। ଓକେ, ପୁରା କ୍ଲିଅର। ତାପରେ ଆମେ ଦେଖିବା ଜୁନିୟର ଫରେନ୍ସିକ୍ ଆଟେଣ୍ଡାଣ୍ଟ। ଏହି ପୋଷ୍ଟକୁ ଆପ୍ଲାଏ କରିବା ପାଇଁ ହେଲେ ଆପଣମାନଙ୍କର +2 ସାଇନ୍ସଟିଏ ହେଇଥିବା ଦରକାର। ବୁଝିପାରିଲେ ନା ପିଲାମାନେ? ତେଣୁକରି +2 ପାସ୍ ମାନଙ୍କ ପାଇଁ ଏ ଗୋଟେ ସୁବର୍ଣ୍ଣ ସୁଯୋଗ ରହିଛି ପିଲାମାନେ ହେଲା। ତେଣୁକରି ନିଶ୍ଚୟ ଯେଉଁମାନେ +2 ପାସ୍ କରିଥିବେ ଏହି ପୋଷ୍ଟକୁ ଆପ୍ଲାଏ କରିବେ। ଓକେ, ଏବେ ଆମେ ଦେଖିବା ଏଜ୍ ଲିମିଟ୍। ଏଜ୍ ଲିମିଟ୍ କେତେ ହେଇଥିବା ଦରକାର? ଦେଖନ୍ତୁ ପ୍ରତ୍ୟେକ ଏକ୍ଜାମ ପାଇଁ ମାନେ ଏଇ ଯେଉଁ 3ଟି କ୍ୟାଟେଗୋରିରେ ଯେଉଁ ପୋଷ୍ଟ ବାହାରିଛି, ସେଇ ଯେଉଁ 3ଟି କ୍ୟାଟେଗୋରିର ଯେଉଁ ପୋଷ୍ଟ ବାହାରିଛି ସମସ୍ତ ପୋଷ୍ଟ ପାଇଁ ଆପଣମାନଙ୍କର ମିନିମମ୍ 21 ବର୍ଷ ରହିବା ଦରକାର ଆଉ ମ୍ୟାକ୍ସିମମ୍ 42 ବର୍ଷ ରହିବା ଦରକାର। ବୁଝିପାରିଲେ ପିଲାମାନେ? ତେଣୁକରି ଯେଉଁମାନଙ୍କର 43-44 ବର୍ଷ ବି ଚାଲିଛି ସେମାନଙ୍କର ବି କୌଣସି ଅସୁବିଧା ନାହିଁ, କାହିଁକିନା ଆମର ରିଲାକ୍ସେସନର ଫ୍ୟାସିଲିଟି ରହିଛି ପିଲାମାନେ ହେଲା। କେମିତି ରିଲାକ୍ସେସନର ଫ୍ୟାସିଲିଟି ରହିଛି ଦେଖନ୍ତୁ, ଯଦି ଆପଣମାନେ SC/BC କ୍ୟାଟେଗୋରିରେ ଥିବେ, SC ଥିବେ, ST ଥିବେ ଆଉ ଅଲ୍ ଓମେନ୍ ରହିଥିବେ ତାହେଲେ ସେମାନେ 5 ବର୍ଷ ପର୍ଯ୍ୟନ୍ତ ରିଲାକ୍ସେସନର ଫ୍ୟାସିଲିଟି ପାଇପାରିବେ ହେଲା। ଯେଉଁମାନେ ହ୍ୟାଣ୍ଡିକ୍ୟାପ୍ ଥିବେ 10 ବର୍ଷ ପର୍ଯ୍ୟନ୍ତ ସେମାନେ ଫ୍ୟାସିଲିଟି ପାଇପାରିବେ ହେଲା। ବୁଝିଗଲେ ପିଲାମାନେ? ତେଣୁକରି କିଛି ଅସୁବିଧା ନାହିଁ, ଆପଣମାନଙ୍କର ଏଜ୍ ପାଇଁ ଓରିଡ୍ ହେବେ ନାହିଁ, ଫର୍ମଟିକୁ ନିଶ୍ଚୟ ଆପ୍ଲାଏ କରିବେ ହେଲା। ବର୍ତ୍ତମାନ ଆମେ ଦେଖିବା ଏଇ ଯେଉଁ ଏକ୍ଜାମର ସିଲେକ୍ସନ୍ ପ୍ରୋସେସ୍ କରାଯିବ ତାର ଏକ୍ଜାମ ପ୍ୟାଟର୍ନ କେମିତି ରହିବା ଦରକାର। ଦେଖନ୍ତୁ ଏକ୍ଜାମ ପ୍ୟାଟର୍ନ ଆପଣମାନଙ୍କର 3ଟି ଷ୍ଟେଜ୍ରେ ହେବ, ଷ୍ଟେଜ୍ 1, ଷ୍ଟେଜ୍ 2 ଏବଂ ଷ୍ଟେଜ୍ 3। ଷ୍ଟେଜ୍ 1ରେ ଆପଣମାନଙ୍କର ପ୍ରିଲିମିନାରୀ ଏକ୍ଜାମ ହେବ, ଷ୍ଟେଜ୍ 2ରେ ଆପଣମାନଙ୍କର ରିଟିନ୍ ମେନ୍ ଏକ୍ଜାମ ହେବ, ତାପରେ ଷ୍ଟେଜ୍ 3ରେ ଆପଣମାନଙ୍କର DV ବା CV ହେବ, ମାନେ ଡକୁମେଣ୍ଟ ଭେରିଫିକେସନ୍ ଆଉ ସାର୍ଟିଫିକେଟ୍ ଭେରିଫିକେସନ୍ ହେବ। ବୁଝିଗଲେ? ଦେଖନ୍ତୁ ଷ୍ଟେଜ୍ 1କୁ ଆମେ ଡିଟେଲ୍ ଜାଣିବା। ଷ୍ଟେଜ୍ 1ରେ ଆପଣମାନଙ୍କର ପ୍ରିଲିମିନାରୀ ଏକ୍ଜାମିନେସନ୍ ହେବ, ଯେଉଁଟାକି OMR ଆଉ CBRE ମୋଡ଼୍ରେ ହେବ ହେଲା। ଯଦି OMR ମୋଡ଼୍ରେ ହେଲା ତାହେଲେ କିଛି ଅସୁବିଧା ନାହିଁ, CBRE ମୋଡ଼୍ରେ ହେଲା ତାହେଲେ ମଧ୍ୟ କିଛି ଅସୁବିଧା ନାହିଁ, କାହିଁକିନା ନର୍ମାଲାଇଜେସନ୍ କମ୍ପଲସରି ରହିଛି। ଓକେ, ଦେନ୍ ଏଇଥିରେ ଆପଣମାନଙ୍କର ଗୋଟାଏ ପେପର ରହିବ। ଏହାର ସିଲାବସ୍ ମୁଁ ଡିଟେଲ୍ ଆପଣମାନଙ୍କୁ ଜଣାଇଦେବି, ସେତିକି ପର୍ଯ୍ୟନ୍ତ ଆପଣମାନେ ଯୋଡ଼ି ହେଇକି ରୁହନ୍ତୁ। ଓକେ, ଟୋଟାଲ ମାର୍କ ରହିଛି ଏଥିରେ ଆପଣମାନଙ୍କର 150 ଆଉ ଏଇ 150 ଗୁଡ଼ା ସବୁ MCQ ମୋଡ଼୍ରେ କ୍ୱେଶ୍ଚନ୍ ଆସିବ ପିଲାମାନେ। ଆଉ ଏଇଥିରେ ନେଗେଟିଭ୍ ମାର୍କ ରହିଛି, ତା ମାନେ 4ଟି ଯଦି କ୍ୱେଶ୍ଚନ୍ ଭୁଲ କରିଦେବେ ତାହେଲେ ଗୋଟେ ମାର୍କ କଟିଯିବ ହେଲା। ମାନେ 0.25 ଆପଣମାନଙ୍କର ନେଗେଟିଭ୍ ମାର୍କ ରହିଛି। ଆଉ ମନେ ରଖନ୍ତୁ ପିଲାମାନେ, ଯେତିକି ଭ୍ୟାକେନ୍ସି ରହିଥିବ ରିଟିନ୍ ଏକ୍ଜାମରେ ତାର 5 ଗୁଣା ପିଲାକୁ ସିଲେକ୍ସନରେ ନିଆଯିବ। ମାନେ ଯେତିକି ଭ୍ୟାକେନ୍ସି ଥିବ, ମନେ କରାଯାଉ 10ଟି ଭ୍ୟାକେନ୍ସି ରହିଛି ତାହେଲେ 10 ଗୁଣନ 5 ତା ମାନେ 50 ଜଣ କ୍ୟାଣ୍ଡିଡେଟ୍ ରିଟିନ୍ ଏକ୍ଜାମକୁ ଯିବେ। ବୁଝିହେଲା? ଯେତିକି ଭ୍ୟାକେନ୍ସି ଥିବ ତାର 5 ଗୁଣା କ୍ୟାଣ୍ଡିଡେଟ୍ ରିଟିନ୍ ଏକ୍ଜାମକୁ ଯିବେ। ଆଉ ରିଟିନ୍ ଏକ୍ଜାମରୁ 2 ଗୁଣା କ୍ୟାଣ୍ଡିଡେଟ୍ ମାନଙ୍କୁ ଡକୁମେଣ୍ଟ ଭେରିଫିକେସନକୁ ଡକାଯିବ। ବୁଝିଗଲେ? କାହିଁକିନା ତା ମଝିରେ ଆପଣମାନଙ୍କର ସୁଇମିଂ ବି ରହିଛି। ଓକେ, ଆସନ୍ତୁ ପିଲାମାନେ ବର୍ତ୍ତମାନ ଆମେ ଜାଣିବା ଷ୍ଟେଜ୍ 2। ଷ୍ଟେଜ୍ 2 ଯେଉଁଟାକି ଆମର ମେନ୍ ରିଟିନ୍ ଏକ୍ଜାମ ହେବ, ଏଇଥିରେ ଆପଣମାନଙ୍କର 200 ମାର୍କ ରହିବ, ଯେଉଁଗୁଡ଼ାକି ଆପଣମାନଙ୍କର ଟେକ୍ନିକାଲ ପେପର ବୋଲିକରି ଆମେ କହିଥାଉ ହେଲା। ଏଇଥିରେ ଆପଣମାନଙ୍କର 2 ଗୁଣା କ୍ୟାଣ୍ଡିଡେଟ୍କୁ ସିଲେକ୍ସନ୍ କରାଯିବ ଡକୁମେଣ୍ଟ ଭେରିଫିକେସନ୍ ପାଇଁ, ନହେଲେ ଆପଣମାନଙ୍କର ସୁଇମିଂ ପାଇଁ। ଓକେ, ତେଣୁକରି ଏହାର ସିଲାବସ୍ ବିଷୟରେ ଆପଣ ଓରିଡ୍ ହେବେ ନାହିଁ, ମୁଁ ଡିଟେଲ୍ ଆପଣମାନଙ୍କୁ ଜଣାଇଦେବି ହେଲା। ଆଉ ଷ୍ଟେଜ୍ 3ରେ ଆପଣମାନଙ୍କର CV ହେବ, ମୁଁ ପୂର୍ବରୁ କହୁଥିଲି ସାର୍ଟିଫିକେଟ୍ ଭେରିଫିକେସନ୍ ହେବ। ଓକେ,
ଆଉ ମନେ ରଖନ୍ତୁ ଆପଣମାନଙ୍କର ପ୍ରିଲିମିନାରୀ ଆଉ ମେନ୍ ଏକ୍ଜାମରେ ଦୁଇଟି ଲାଙ୍ଗୁଏଜର କ୍ୱେଶ୍ଚନରେ ରହିବ। ତାମାନେ ଓଡ଼ିଆରେ କ୍ୱେଶ୍ଚନ ରହିବ ଆଉ ତା ସହିତ ଇଂଲିଶରେ ମଧ୍ୟ କ୍ୱେଶ୍ଚନ ରହିବ। ତେଣୁକରି କିଛି ଅସୁବିଧା ହେବ ନାହିଁ ପିଲାମାନେ, ବହୁତ ଇଜି କରିଦିଆହେଉଛି ଏକ୍ଜାମ ସିଷ୍ଟମକୁ। ତେଣୁକରି ନିଶ୍ଚୟ ଫର୍ମଟିକୁ ଆବେଦନ କରିବେ। ଓକେ, ଆସନ୍ତୁ ପିଲାମାନେ ବର୍ତ୍ତମାନ ଆମେ ଜାଣିବା ଏହାର ପ୍ରିଲିମିନାରୀ ଏକ୍ଜାମ ପାଇଁ ସିଲାବସରେ କ'ଣ କ'ଣ ସବୁ ରହିଛି। ଦେଖନ୍ତୁ ଏରିଥମେଟିକ୍ ପଢ଼ିବ ପିଲାମାନେ, ଯେଉଁଟାକି 10th ଷ୍ଟାଣ୍ଡାର୍ଡ଼ର। ତା ସହିତ ଆପଣମାନଙ୍କର DI ପଡ଼ିବ, ମାନେ ଡାଟା ଇଣ୍ଟରପ୍ରିଟେସନ୍ ପଡ଼ିବ, ଚାର୍ଟର, ଗ୍ରାଫର, ଟେବୁଲର ଆଉ ଡାଟା ସଫିସିଏନ୍ସି ପଡ଼ିବ, ଯେଉଁଟାକି ଆମର 10th ଷ୍ଟାଣ୍ଡାର୍ଡ଼ର ପଡ଼ିବ ହେଲା। ତାପରେ ଆପଣମାନଙ୍କର ଲଜିକାଲ ରିଜନିଂ ପଡ଼ିବ, ଆନାଲିଟିକାଲ ଏବିଲିଟିଜ୍ ପଡ଼ିବ, ଜେନେରାଲ ମେଣ୍ଟାଲିଟି ପଡ଼ିବ, ମାନେ ରିଜନିଂର କିଛି କ୍ୱେଶ୍ଚନ ଆସିବ ପିଲାମାନେ ହେଲା। ଦେନ୍ ଆପଣମାନଙ୍କର କରେଣ୍ଟ ଆଫେୟାର୍ସ, କରେଣ୍ଟ ଇଭେଣ୍ଟ, ଯେଉଁଟାକି ନ୍ୟାସନାଲ ଆଉ ଇଣ୍ଟରନ୍ୟାସନାଲର ଇମ୍ପୋର୍ଟାନ୍ସ କ୍ୱେଶ୍ଚନ ଯେଉଁଟା ରହିଛି ମାନେ କରେଣ୍ଟ ରିଲେଟେଡର, ତାକୁ ନିଶ୍ଚୟ ପଢ଼ିକି ଯିବେ ପିଲାମାନେ, ସେ କ୍ୱେଶ୍ଚନ ସବୁ ଆସିବ। ଦେନ୍ ଆପଣମାନଙ୍କର କମ୍ପ୍ୟୁଟର ଆଉ ଇଣ୍ଟରନେଟ୍ ଆୱାରନେସ୍ର କ୍ୱେଶ୍ଚନ ଆସିବ। ତେଣୁକରି ଇଏ ଥିଲା ଆପଣମାନଙ୍କର ପ୍ରିଲିମିନାରୀ ଏକ୍ଜାମର ସିଲାବସ୍, ବୁଝିହେଲା। ତେଣୁକରି ଏତିକି ସିଲାବସ୍କୁ ଆପଣମାନେ ଭଲ ଭାବରେ ପ୍ରିପାରେସନ୍ ହେଇକରି ଏକ୍ଜାମ ହଲ୍କୁ ଯିବେ, ବୁଝିଗଲେ। ହଉ, ତାପରେ ଦେଖିବା ଆମେ ରିଟିନ୍ ଏକ୍ଜାମର ସିଲାବସ୍କୁ। ଯେଉଁମାନେ ଅମିନ ପୋଷ୍ଟ ପାଇଁ ରିଟିନ୍ ଏକ୍ଜାମ ଦେବେ ତାଙ୍କ ପାଇଁ ସିଲାବସରେ କ'ଣ କ'ଣ ରହିଛି ଆମେ ଚାଲନ୍ତୁ ଜାଣିବା। ଦେଖନ୍ତୁ ଏଇଥିରେ ଆପଣମାନଙ୍କର ଜିଓମେଟ୍ରି ଆଉ ମେନ୍ସୁରେସନର ସିଲାବସ୍ ରହିଛି। ଜିଓମେଟ୍ରିରେ ଆପଣମାନଙ୍କର 2D 3D ଏଇସବୁ ରହିଛି। 2Dରେ ଆପଣମାନେ ଦେଖିପାରୁଥିବେ, 3Dର ଆପଣମାନେ ଦେଖିପାରୁଥିବେ, ଏଇସବୁ କ୍ୱେଶ୍ଚନ ରହିଛି। ମୁଁ ଆପଣମାନଙ୍କର ଜିଓମେଟ୍ରିର ବେସିକ୍ କନସେପ୍ଟ ଆପଣମାନଙ୍କ ପାଇଁ ଗୋଟେ ଭିଡ଼ିଓ ନେଇକି ଆସିଥିଲି। ସେଇ ଭିଡ଼ିଓ ମଧ୍ୟ ଆପଣମାନଙ୍କର ପ୍ଲେଲିଷ୍ଟ ରହିଛି। ତେଣୁକରି ପ୍ଲେଲିଷ୍ଟ ଯାଇକରି ସେଇ ମ୍ୟାଥମେଟିକ୍ସର ଜିଓମେଟ୍ରିର କନସେପ୍ଟ, ମେନ୍ସୁରେସନର କନସେପ୍ଟକୁ ନିଶ୍ଚୟ ଦେଖନ୍ତୁ। ଆଉ ସେ ଭିଡ଼ିଓର ଲିଙ୍କ୍ ମଧ୍ୟ ମୁଁ ଡେସ୍କ୍ରିପସନ୍ ବକ୍ସରେ ଦେଇଦେଇଥିବି। ଓକେ, ଦେନ୍ ଆପଣମାନଙ୍କର ସେଇଭଳିଆ ଟ୍ରାଙ୍ଗେଲ୍ସର କ୍ୱେଶ୍ଚନ ଆସିବ ପିଲାମାନେ, କ୍ୱାଡ୍ରିଲେଟରାଲ୍ସର ଆସିବ ହେଲା, ସାର୍କେଲର କ୍ୱେଶ୍ଚନ ଆସିବ ପିଲାମାନେ, ସାର୍କେଲର କ୍ୱେଶ୍ଚନ ଆସିବ, ଏରିଆର କ୍ୱେଶ୍ଚନ ଆସିବ ପିଲାମାନେ, ଭଲ୍ୟୁମର କ୍ୱେଶ୍ଚନ ଆସିବ, ସେପରିକି ଆପଣମାନଙ୍କର ୟୁନିଟ୍ ଏରିଆ ମେଜରମେଣ୍ଟର କ୍ୱେଶ୍ଚନ ସବୁ ଆସିବ ହେଲା। ଦେନ୍ ଆପଣମାନଙ୍କର ଇଣ୍ଟରପ୍ରିଟେସନ୍ ଅଫ୍ ମ୍ୟାପ୍ସ, ସେଇ ସିଲାବସର କ୍ୱେଶ୍ଚନ ଆସିବ। ତାମାନେ ଇଣ୍ଟ୍ରୋଡକ୍ସନ୍ ଟୁ ମ୍ୟାପ୍ସ, ମ୍ୟାପ୍ସ ସ୍କେଲ୍ ଆଣ୍ଡ ରେସିଓ, ଏଇ ଟାଇପ୍ର ଆପଣମାନଙ୍କର ସବୁ ସିଲାବସ୍ ରହିଛି। ସେଇ ଇଣ୍ଟରପ୍ରିଟେସନ୍ ଅଫ୍ ମ୍ୟାପ୍ସ ସିଲାବସ୍ ଅଣ୍ଡରରେ ଏତିକି ସବୁ ଟପିକକୁ ଆପଣମାନେ କଭର କରିକି ଯିବେ, ପୁରା କ୍ଲିୟର ହେଇଯିବ, କିଛି ଅସୁବିଧା ନାହିଁ ହେଲା। ଦେନ୍ ଆମେ ଦେଖିବା ଜୁନିୟର ଫିସାରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟ, ଯେଉଁମାନେ ରିଟିନ୍ ଏକ୍ଜାମ ଦେବେ ତାଙ୍କ ପାଇଁ ସିଲାବସ୍ ରହିଛି। ୟୁନିଟ୍ 1, ୟୁନିଟ୍ 2, ୟୁନିଟ୍ 3, ୟୁନିଟ୍ 4 ଏମିତିକା ରହିଛି। ଦେଖନ୍ତୁ ୟୁନିଟ୍ 1ରେ ଆପଣମାନଙ୍କର ଟାଇପ୍ସ ଅଫ୍ ଫିସାରିଜ୍ এই ବିଷୟରେ ଆପଣମାନେ ପଢ଼ିବେ। ୟୁନିଟ୍ 2ରେ ଆପଣମାନଙ୍କର ଇନଲାଣ୍ଡ ଫିସାରିଜ୍ ରିସୋର୍ସେସ୍, ଫ୍ରେଶ୍ ୱାଟର ରିସୋର୍ସେସ୍, ରିଭରାଇନ୍ ରିସୋର୍ସେସ୍, ରିଜର୍ଭିୟର୍ସ, ଲେକ୍ସ, ଏଇସବୁର ଟପିକକୁ ଆପଣମାନଙ୍କୁ ପଢ଼ିବାକୁ ପଡ଼ିବ। ସେହିପରିକି ଆପଣମାନଙ୍କର ୟୁନିଟ୍ 3ର ସିଲାବସ୍କୁ ମଧ୍ୟ ଆପଣମାନେ ଦେଖିପାରୁଥିବେ। ସ୍ପେସିସ୍ କଣ୍ଟ୍ରିବ୍ୟୁଟିଂ ଟୁ ଇନଲାଣ୍ଡ ଫିସାରିଜ୍, ସେଇ ସିଲାବସ୍କୁ ମଧ୍ୟ ଆପଣମାନଙ୍କୁ ପଢ଼ିବାକୁ ପଡ଼ିବ। ଦେନ୍ ଆପଣମାନଙ୍କର ୟୁନିଟ୍ 4, ୟୁନିଟ୍ 5 ଏଗୁଡ଼ା ମଧ୍ୟ ରହିଛି, ତାକୁ ମଧ୍ୟ ଆପଣମାନେ ଦେଖିନିଅନ୍ତୁ। ଓକେ, ଆଉ ଏକ୍ସଟ୍ରା ଆପଣମାନଙ୍କୁ କ'ଣ ପଢ଼ିବାକୁ ପଡ଼ିବ ଦେଖନ୍ତୁ। ଇଣ୍ଟ୍ରୋଡକ୍ସନ୍ ଟୁ ଏକ୍ୱାକଲଚର, ମାନେ ଏକ୍ୱାକଲଚର ବିଷୟରେ ଆପଣମାନଙ୍କୁ ପଢ଼ିବା ପାଇଁ ପଡ଼ିବ ଫିସାରିଜ୍ ମାନଙ୍କୁ ହେଲା। ଯେମିତିକି ଆପଣମାନଙ୍କର ହିଷ୍ଟୋରି ଅଫ୍ ଏକ୍ୱାକଲଚର ହେଲା, ପ୍ରେଜେଣ୍ଟରେ କେଉଁ ଜାଗାରେ ଏକ୍ୱାକଲଚର ରହିଛି ହେଲା, ମୋନୋକଲଚର କ'ଣ, କମ୍ପୋଜିଟ୍ ଫିସ୍ କ'ଣ, ଏ ବିଷୟରେ ଆପଣମାନଙ୍କୁ ନିଶ୍ଚୟ ପଢ଼ିବାକୁ ପଡ଼ିବ ହେଲା। ସେହିପରିକି ଆପଣମାନେ ୟୁନିଟ୍ 2ର ମଧ୍ୟ ସିଲାବସ୍କୁ ଦେଖିଥିବେ। ଟାଇପ୍ ଅଫ୍ ଫିସ୍ ଫାର୍ମସ୍, ଏ ବିଷୟରେ ମଧ୍ୟ ଆପଣମାନଙ୍କୁ ପଢ଼ିବାକୁ ପଡ଼ିବ। ଓକେ, ବୁଝିହେଲା ପିଲାମାନେ। ତେଣୁକରି ସିଲାବସ୍କୁ ଆପଣମାନେ ସ୍କ୍ରିନଶଟ୍ ମଧ୍ୟ ନେଇପାରିବେ, ତା ନହେଲେ এই PDFକୁ ମୁଁ ଟେଲିଗ୍ରାମ ଚ୍ୟାନେଲରେ ଛାଡ଼ି ଦେଇଥିବି, ସେ ଟେଲିଗ୍ରାମରୁ ମଧ୍ୟ ଡାଉନଲୋଡ଼ କରିନେବେ। ଓକେ, ଦେନ୍ ଆମେ ଦେଖିବା କେମିଷ୍ଟ୍ରିର ସିଲାବସରେ କ'ଣ କ'ଣ ରହିଛି। ଦେଖନ୍ତୁ କେମିଷ୍ଟ୍ରିର କ'ଣ ରହିଛି ନା ସମ୍ ବେସିକ୍ କନସେପ୍ଟସ୍ ଅଫ୍ କେମିଷ୍ଟ୍ରି, ତାହାର କ୍ୱେଶ୍ଚନ ସବୁ ଆସିବ। ମାନେ ଆପଣମାନଙ୍କର ଏସିଡ୍, ବେସ୍, ସଲ୍ଟ, ଏଇ ଟାଇପ୍ର ଆପଣମାନଙ୍କର ସିମ୍ପଲ୍ ଆପଣମାନଙ୍କର ମୋଲିକୁଲାର ଫର୍ମୁଲା ଆସିବ, କେମିକାଲ ରିଏକ୍ସନରୁ ଆସିବ, ଆଉ ଡିଫରେଣ୍ଟ ସଲ୍ୟୁସନର କନସେପ୍ଟ ବିଷୟରେ ଆପଣମାନଙ୍କର କ୍ୱେଶ୍ଚନରେ ଆସିବ। ଓକେ, ଦେନ୍ ଆପଣମାନଙ୍କର ସ୍ଟ୍ରକ୍ଚର ଅଫ୍ ଏଟମ୍ସ, ମାନେ ଏଟମିକ୍ ମଡେଲ ହେଲା, ଆପଣମାନଙ୍କର ବୋର୍ସ ମଡେଲ ହେଲା, ରଦରଫୋର୍ଡ ମଡେଲ ହେଲା, ଆଇସୋବାର, ଆଇସୋଟୋନ୍, ଆଇସୋଟପ୍ସ, ଏଇ ଟାଇପ୍ର ଆପଣମାନଙ୍କର କ୍ୱେଶ୍ଚନ ସବୁ ଆସିବ। ଯେତେ ବି ଆପଣମାନଙ୍କର ଏଟମ୍ ରିଲେଟେଡର କନସେପ୍ଟ ଥିଓରି ଅଛି, ଯେମିତିକି ଆପଣମାନଙ୍କର ଡିବର୍ଗିଲ୍ କନସେପ୍ଟ ଅଛି, ହାଇଜେନବର୍ଗ ପ୍ରିନ୍ସିପୁଲ ଅଛି, ଆବୋଭ୍ ପ୍ରିନ୍ସିପୁଲ ଅଛି, ପଲିସ୍ ପ୍ରିନ୍ସିପୁଲ ଅଛି, ହଣ୍ଟସ୍ ରୁଲ୍ ଅଛି, ଏଗୁଡ଼ାକୁ ଆପଣମାନଙ୍କୁ ପଢ଼ିକି ଯିବାକୁ ପଡ଼ିବ। ଓକେ, ଠିକ୍ ସେହିପରିକି ଆପଣମାନଙ୍କର କେମିଷ୍ଟ୍ରି ଆପଣମାନଙ୍କର କ୍ଲାସିଫିକେସନ୍ ଅଫ୍ ଏଲିମେଣ୍ଟସ୍ ଆଣ୍ଡ ପିରିୟଡିସିଟି ଇନ୍ ପ୍ରପର୍ଟିଜ୍, ତାର ସିଲାବସ୍କୁ ମଧ୍ୟ ପଢ଼ିକି ଯିବେ। ମାନେ ଆପଣମାନଙ୍କର ପିରିୟଡ଼ିକ୍ ଟେବୁଲ ଆଉ କେମିତିକା କ୍ଲାସିଫିକେସନ୍ କରାଯାଏ ସେ ବିଷୟରେ ମଧ୍ୟ ପଢ଼ିକି ଯିବେ ହେଲା। ଠିକ୍ ସେମିତିକା ଆପଣମାନଙ୍କର କେମିକାଲ ବଣ୍ଡିଂ ହେଲା, ଆଉ ଆପଣମାନଙ୍କର ମୋଲିକୁଲାର ଷ୍ଟ୍ରକ୍ଚର ହେଲା, ଏଗୁଡ଼ାକୁ ମଧ୍ୟ ପଢ଼ିକିରି ଯିବେ ହେଲା। ଇମ୍ପୋର୍ଟାଣ୍ଟ ଆପଣମାନଙ୍କର ରହିବ ଭେସ୍ପର ଥିଓରି, ଓକେ, ବଣ୍ଡ ଥିଓରି, ଏଗୁଡ଼ାକୁ ପଢ଼ିବେ।
ହେଲା। ଦେନ୍ ଆପଣମାନଙ୍କର ୟୁନିଟ୍ 5ରେ ରହିଛି ଦେଖନ୍ତୁ ଷ୍ଟେଟ୍ ଅଫ୍ ମ୍ୟାଟର୍ସ ଗ୍ୟାସ୍ ଆଣ୍ଡ ଲିକ୍ୱିଡ୍ସ ତାର ପଢ଼ିବେ। ସେମିତିକା ଆପଣମାନଙ୍କର ୟୁନିଟ୍ 6 ରହିଛି କେମିକାଲ ଥର୍ମୋଡାଇନାମିକ୍ସ। ତେଣୁକରି ଥର୍ମୋଡାଇନାମିକ୍ସ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍, ତେଣୁକରି ତାକୁ ମଧ୍ୟ କ୍ଲିୟର ହେଇକି ଯିବେ। ଓକେ। ଦେନ୍ ଆପଣମାନଙ୍କର ୟୁନିଟ୍ 7 ଇକ୍ୱିଲିବ୍ରିୟମର କ୍ୱେଶ୍ଚନକୁ ପ୍ରାକ୍ଟିସ୍ କରିକି ଯିବେ। ସେଇଭଳିଆ ୟୁନିଟ୍ 8ରେ ଆପଣମାନଙ୍କର ରହିଛି ରିଡକ୍ସ ରିଏକ୍ସନ୍ ଦେଖିପାରୁଥିବେ, ଏଗୁଡ଼ାକୁ ମଧ୍ୟ ପଢ଼ିକି ଯିବେ ହେଲା। ଦେନ୍ ଆପଣମାନଙ୍କର ୟୁନିଟ୍ 9ରେ ହାଇଡ୍ରୋଜେନ୍ର କ୍ୱେଶ୍ଚନ ସବୁ ପଢ଼ିକି ଯିବେ। ଓକେ। ଦେନ୍ ୟୁନିଟ୍ 10ରେ ଆପଣମାନଙ୍କର ଏସ୍ ବ୍ଲକ୍ ଏଲିମେଣ୍ଟ ଯେଉଁଗୁଡ଼ାକି ଆଲକାଲି ଆଲକାଲାଇନ୍ ଆର୍ଥ ମେଟାଲ ରହିଛି ଏଗୁଡ଼ାକୁ ପଢ଼ିକି ଯିବେ। ପିରିୟଡ଼ିକ୍ ଟେବୁଲ୍ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଦେନ୍ ଆପଣମାନଙ୍କର ୟୁନିଟ୍ 11ରେ ଆପଣମାନଙ୍କର ପି ବ୍ଲକ୍ ଏଲିମେଣ୍ଟ, 12ରେ ଆପଣମାନଙ୍କର ଅର୍ଗାନିକ୍ କେମିଷ୍ଟ୍ରି, ୟାର ସିଲାବସ୍ ମଧ୍ୟ ଆପଣମାନଙ୍କ ପାଖରେ ରହିଛି, ସ୍କ୍ରିନଶଟ୍ ମଧ୍ୟ ନେଇନେବେ ଆଉ ତାକୁ ପ୍ରିପାରେସନ୍ କରିବେ ହେଲା। ୟୁନିଟ୍ 13ରେ ଆପଣମାନଙ୍କର ହାଇଡ୍ରୋକାର୍ବନ୍ସ ରହିଛି ପିଲାମାନେ ହେଲା। ସେ ହାଇଡ୍ରୋକାର୍ବନ୍ସ ରିଲେଟେଡ୍ ମଧ୍ୟ କ୍ୱେଶ୍ଚନକୁ ପ୍ରାକ୍ଟିସ୍ କରିକିରି ଯିବେ। ତା ସହିତ ବାୟୋଲୋଜି ଆପଣମାନଙ୍କର डायवर्सिटी इन लिविंग वर्ल्ड यूनिट 2 यूनिट 3 यूनिट 4 यूनिट 5 एगुड़ा पढ़ी जी है। बायोलोजी आपर सेकेंड इयर साइंस जो थ्योरी रही माने आपर रिप्रोडक्शन है जेनेटिक्स एंड इवोल्यूशन है बायोलोजी एंड ह्यूमन वेलफेयर है बायोटेक्नोलॉजी एंड इट्स एप्लिकेशन है आपर इकोलॉजी एंड एनवायरनमेंट यार आपण क्वेश्चन को प्रैक्टिस निश्चय करंतु। ओके। देन आमे देखिबा जो माने फोरेंसिक अटेंडेंट पई रिटन एग्जाम देबे तांको पई कोन सिलेबस रही। फिजिक्स रे आपनमानकर मोशन रही देखो यूनिट 1, यूनिट 2 रे आपनमानकर फोर्स एंड लॉज ऑफ मोशंस रही पिला माने, यूनिट 3 रे ग्रेविटेशन, यूनिट 4 रे आपनमानकर वर्क एंड एनर्जी, यूनिट 5 रे साउंड रही। तेणुक एगुड़ा को निश्चय कवर करी जिवे। देन आमे देखिबा यूनिट 6 रे आपनमानकर लाइट अछि, यूनिट 7 रे आपनमानकर थर्मोडायनामिक्स अछि पिला माने। तेणुक से सिलेबस को कवर निश्चय करंतु आउ या को स्क्रीनशॉट मध्य नै नियंतु आउ मोबाइल रे रखिकरी ताकू बारंबार प्रैक्टिस करंतु हला। देन देखंतु यूनिट 8 रे आपनमानकर इलेक्ट्रिसिटी रही पिला माने, यूनिट 9 रे आपनमानकर मैग्नेटिक इफेक्ट्स, ठीक सेमितिया केमिस्ट्री रो मध्य कोन कोन क्वेश्चन आसीबो देखंतु। यूनिट 1 रे मैटर अछि, यूनिट 2 रे एटम्स एंड मॉलिक्यूल्स रही, यूनिट 3 रे स्ट्रक्चर ऑफ एटम्स रही पिला माने, ठीक सेमितिका आपनमानकर यूनिट 4 रे केमिकल रिएक्शन एंड इक्वेशंस रही पिला माने, यूनिट 5 रे एसिड बेस एंड सॉल्ट्स यार सिलेबस रही, यूनिट 6 रे मेटल एंड नॉन मेटल्स रही, यूनिट 7 रे आपनमानकर कार्बन एंड इट्स कंपाउंड्स रही पिला माने, यूनिट 8 रे आपनमानकर पीरियोडिक टेबल रही बा पीरियोडिक क्लासिफिकेशन ऑफ एलिमेंट्स रही हैला। देन बायोलॉजी रो सिलेबस को टिके देखि नेबा। बायोलॉजी रे हमरो यूनिट 1 रे बायोडायवर्सिटी, यूनिट 2 रे सेल एंड इट्स ऑर्गेनाइजेशन, यूनिट 3 रे टिश्यू सिस्टम, यूनिट 4 रे न्यूट्रिशन, यूनिट 5 रे रेस्पिरेशन, यूनिट 6 रे ट्रांसपोर्टेशन एंड सर्कुलेशन रही पिला माने, यूनिट 7 रे एक्सक्रीशन रही, यूनिट 8 रे आपनमानकर कंट्रोल एंड कोऑर्डिनेशन रही पिला माने, यूनिट 9 रे रिप्रोडक्शन रही, 10 रे रही हेरिडिटी एंड इवोल्यूशन रही, 11 रही सोर्सेस ऑफ एनर्जी रही, 12 रही एनवायरनमेंट, 13 रही कंजर्वेशन ऑफ नेचुरल रिसोर्सेस। ये हूँ आपनमानकर बायोलॉजी रो सिलेबस। तेणुक बायोलॉजी रो सिलेबस को मध्य आपण माने कवर करी रखि थांतु। ओके। देन आमे देखिबा कंप्यूटर। कंप्यूटर रे आपनमानकर कंप्यूटर फंडामेंटल्स रो क्वेश्चन सब आसीबो पिला माने हैला। तेणुक एई सब सिलेबस को निश्चय भाव कवर करंतु कंप्यूटर पई। बुझी गले पूरा क्लियर पिला माने। आशा करूछि आपण माने पूरा सिलेबस टू आरंभ करी ए टू जेड पूरा डिटेल जानि जाइथिबे। बुझीगले पिला माने। तेणुक एई टाइप रो डिटेल जॉब रिलेटेड नोटिफिकेशन, नॉलेजेबल वीडियो एवं एग्जाम एनालिसिस वीडियो पाइया पई हेले चैनल टी को सब्सक्राइब करने सहित बेल आइकन रो ऑल नोटिफिकेशन ऑन कर देबे। बुझ पाले ना पिला माने। काहे कि ना मु जेमिति वीडियो छाड़ीबे आपण मानकर मोबाइल को नोटिफिकेशन टिए सेमिति चली जिवो आ चली गले शीघ्र देखिबे, शीघ्र जानिबे, शीघ्र आवेदन करिवे, प्रिपरेशन करिवे, चाकरी पाइबे। बुझी गले। तेणुक डरिवार किछि नै। वीडियो को लाइक करिवे, सांग मानक निकट को निश्चय भाव में शेयर करिवे आ मतामत देवाकू जम्मा भूलिबेनी। धन्यवाद।